ଏମିତି ଆମେ କରିଅଛୁ ପ୍ରତିବର୍ଷ। ଯେହେତୁ ଗୁରୁଙ୍କ କଥା ଉଠୁଛି, ମୁଁ ଯେତିକି କହିବା ପାଇଁ ଯେ ମୋର ଯାହା ବିଶ୍ୱାସ ଗୁରୁଙ୍କ ବିନା ଆଶୀର୍ବାଦ ମଣିଷ କିଛି କରିପାରିବ, କିଛି କରିବା ସମ୍ଭବ। ଗୁରୁଙ୍କ ଆଶୀର୍ବାଦ ମିଳିଲେ ଈଶ୍ୱରଙ୍କ ଆଶୀର୍ବାଦ ମିଳିବ। ଗୁରୁଙ୍କ ଆଶୀର୍ବାଦ ବିନା ଈଶ୍ୱରଙ୍କ ଆଶୀର୍ବାଦ ମଧ୍ୟ ସମ୍ଭବ। ଆମର କଥାରେ ଅଛି ଯେ ଯଦି ଭଗବାନ କେବେ ରାଗି ଯାଆନ୍ତି କୌଣସି ଆପଣଙ୍କ କର୍ମ ଯୋଗୁଁ, ଆମେ ତ ବୁଢ଼ ମଣିଷ, ଭୁଲ ଭାଲ କରିବା ଆମର ନୀତିଦିନିଆ କାମ। ଯଦି ଭୁଲ ଭାଲ କରି ଆମେ କିଛି କରୁ, ଭଗବାନ ଆମ ଉପରେ ଅସନ୍ତୁଷ୍ଟ ହୁଅନ୍ତି ବା ରାଗନ୍ତି, ଭଗବାନଙ୍କୁ ସନ୍ତୁଷ୍ଟ କରିପାରନ୍ତି କେବଳ ଗୁରୁ। କିନ୍ତୁ ଆମର ଆଚରଣରେ ବ୍ୟବହାରରେ ଯଦି ଗୁରୁ କେବେ ଅସନ୍ତୁଷ୍ଟ ହୋଇଯାଆନ୍ତି, ଗୁରୁଙ୍କୁ ବୁଝେଇଲା ଭଳିଆ କ୍ଷମତା ଭଗବାନଙ୍କର ନାହିଁ। ତେଣୁ ଗୁରୁଙ୍କର ମାହାତ୍ମ୍ୟ ଏତେ ଅଧିକା ଯେ ଭଗବାନ ମଧ୍ୟ ଗୁରୁଙ୍କୁ ସନ୍ତୁଷ୍ଟ କରିପାରିବେ ନାହିଁ, କିନ୍ତୁ ଭଗବାନଙ୍କୁ ଗୁରୁ ସନ୍ତୁଷ୍ଟ କରିଦେଇପାରିବେ। କୁହାଯାଇଛି ଯେ ଯେତେଦିନ ପର୍ଯ୍ୟନ୍ତ ଭଗବତ ଦର୍ଶନ ହେଇନି, ଭଗବତ ଦର୍ଶନ ତ ଏମିତି ସାଧାରଣରେ ସମ୍ଭବ ନୁହଁ ଯେ ଆମେ ତୁମକୁ ଏମିତି କାଗଜରେ ଆମେ ଯେମିତି ଦେଖାଦେଇ ଦେଉଛୁ ସେମିତି ଦେଖାଦେଇ ଦେଇଛୁ ଭଗବାନଙ୍କ ଜାଗାରେ ପଡ଼ିଛି, ଏ ତ ସମ୍ଭବ ନୁହଁ। ସେ ପଞ୍ଚ ମହାଭୂତରେ ଶରୀର ଗଢ଼ା, ସେ ପଞ୍ଚ ମହାଭୂତରେ ଉପରକୁ ଗଲେ ତାପରେ ଯାଇ ନିଜ ଦର୍ଶନ ପାଇବ କି ଯାହା କରିବ ସେ ଭାବନା କାହା ପାଖରେ ଅଛି। ଯେତେଦିନ ପର୍ଯ୍ୟନ୍ତ ଭଗବତ ଦର୍ଶନ ହେଇନି, କୁହାଯାଇଛି ଗୁରୁଙ୍କ ମାଧ୍ୟମରେ ଭଗବତ ଦର୍ଶନ, ତାମାନେ ଗୁରୁ ହିଁ ସାକ୍ଷାତ ଗୁରୁ। ତେଣୁ ଗୁରୁ ହିଁ ଭଗବାନଙ୍କର ପ୍ରତୀକ। ତେଣୁ ଗୁରୁ ଭିତରେ ଭଗବାନଙ୍କ ଦର୍ଶନ କରାଯାଏ। ଭଗବାନ କିଏ କ'ଣ ସେ ବିଷୟରେ ମୁଁ ଆଲୋଚନା କରିବାକୁ ଚାହେଁ। ବିଭିନ୍ନ ଲୋକଙ୍କର ବିଭିନ୍ନ ମତ ଥିବ। କିଏ କହୁଥିଲେ କୃଷ୍ଣ ଭଗବାନ, କିଏ କହୁଛନ୍ତି ଶିବ ଭଗବାନ, କିଏ କହୁଛନ୍ତି ଭଗବାନ ଭଗବାନ, କିଏ କହୁଛନ୍ତି ବଜରଙ୍ଗୀ ବଲି ଭଗବାନ, କିଏ କହୁଛନ୍ତି ରାମ ଭଗବାନ, କିଏ କହୁଛନ୍ତି ଶ୍ରୀକୃଷ୍ଣ ଭଗବାନ, କିଏ କହୁଛନ୍ତି ଆଲ୍ଲାହ ଭଗବାନ, କିଏ କହୁଛନ୍ତି ବୁଦ୍ଧଦେବ, କିଏ କେତେ କଥା କିଏ କହୁଛନ୍ତି ଭଗବାନ। ଭଗବାନଙ୍କର ସଂଜ୍ଞା ନିରୂପଣ କିମ୍ବା ସେ ବିଷୟରେ କିଛି କହିବାକୁ ଚାହେଁ। ସମସ୍ତଙ୍କୁ ଭଗବାନ ଭାବେ, ଯାହା ବି ଯିଏ ଭଗବାନ। ପ୍ରତ୍ୟେକ ଆପଣମାନେ ଯେଉଁ ବସୁଛନ୍ତି, ଆପଣମାନଙ୍କ ମନ ଭିତରେ ନିଶ୍ଚିତ ଜଣେ ଏଇ ଯେତେ ସ୍ୱରୂପ ଅଛି, ସବୁ ସ୍ୱରୂପ ଭିତରୁ ଗୋଟିଏ ସ୍ୱରୂପ ନିଶ୍ଚିତ ଆପଣଙ୍କର ଅତ୍ୟନ୍ତ ପ୍ରିୟ। ଭଗବାନ ବୋଲି ଯଦି ମନ ଭିତରେ କେବେ ଆସୁଛି, ଯେଉଁ ସ୍ୱରୂପ ସବୁବେଳେ ପ୍ରଥମେ ପଳେଇ ଆସୁଛି ଆପଣଙ୍କ ମନ ଭିତରେ, ଯାହା ଶିବ ଆସୁଛି, ତାଙ୍କର ରାମ ଆସୁଛି, ତାଙ୍କର କୃଷ୍ଣ ଆସୁଛି, ତାଙ୍କର ରାଧାକୃଷ୍ଣ ଆସୁଛି, ତାଙ୍କର ହରେ ରାଧା ଦୁର୍ଗା ଆସୁଛି, ଯେଉଁ ସ୍ୱରୂପ ତୁମର ସ୍ମରଣ ମାତ୍ରେ ତୁମ ଧ୍ୟାନରେ ଆସୁଛନ୍ତି, ମନ ଭିତରେ ଆସୁଛନ୍ତି, ସେ ଆପଣଙ୍କ ପାଇଁ ଭଗବାନ। ସେଇ ସ୍ୱରୂପ ଗୁରୁଙ୍କ ଦେହରେ ଦର୍ଶନ କରିବା ଉଚିତ। ଗୁରୁଙ୍କ ମାଧ୍ୟମରେ ଭଗବତ ଦର୍ଶନ, ଏଇଟା ପ୍ରଥମ। ଯଦି ଏହି ସାଧନା କରି କରି କୌଣସି ବ୍ୟକ୍ତି ବିଶେଷ ଜନ୍ମ ଜନ୍ମାନ୍ତରରେ ବିଶେଷ କୃପା ହୁଏ ପ୍ରଭୁଙ୍କର, ଯଦି କେବେ ଭଗବତ ଦର୍ଶନ ପାଇବା ସୁଯୋଗ ମିଳେ, ତାର ସାଧନା ଯେପରି ହେଇଗଲା, ଶରୀରର ତତ୍ତ୍ୱ ବିମୁକ୍ତ ବାହାରକୁ ଚାଲିଗଲା, ଅନେକ ଦୃଷ୍ଟାନ୍ତ ଅଛି ଯେଉଁମାନେ ସାଧନା ଯଦି ଭଗବତ ଦର୍ଶନ ହେଇପାରିଲା, ତାହେଲେ ଭଗବାନଙ୍କ ଭିତରେ ଗୁରୁ ଦର୍ଶନ ପ୍ରଥମେ ଦର୍ଶନ କରୁଥିଲ ଗୁରୁଙ୍କ ଭିତରେ ଭଗବାନ, ଶେଷରେ ଦର୍ଶନ କରିବ ଭଗବାନଙ୍କ ଭିତରେ ଗୁରୁ। ଆପଣମାନେ
ଶିଷ୍ୟର କ୍ଷମତା ଅଛି ଯେ ସେ ଗୁରୁଙ୍କ ବିଷୟରେ କିଛି ବର୍ଣ୍ଣନା କରିପାରିବ? କ୍ଷମତା ନାହିଁ। ଏତିକି କହିବି ଏଭଳି ଏକ ବ୍ୟକ୍ତିତ୍ୱ ସେ ଥିଲେ, ଟଙ୍କା ପଇସା ହେନା ବେନା ତାଙ୍କ ସଠିକ ଚାହିଦା କୋଟି କୋଟି ଟଙ୍କା ମାଲିକ ହେଇପାରେ। କୌଣସି ଦିନ ସେ ଟଙ୍କା ପଛରେ ଟଙ୍କା ପଇସା ବୈଷୟିକ ବିଷୟ ଆଲୋଚନା ପଛରେ ସେ ଏବେ ଚାହିଁନାହାନ୍ତି। ସେ କହନ୍ତି ପ୍ରତିଷ୍ଠା ପୂର୍ବର ନିଷ୍ଠା, ନା ପ୍ରତିଷ୍ଠା ପଛରେ ନା ଏବେ ସେ ଚାହିଁନାହାନ୍ତି। ଏବଂ ଏମିତି କିଛି କୋଶ୍ଚିନ୍ ନେଇକି ତୁମେ ଯିବ ତାର ଉତ୍ତର ଦେବେନି। ଏମିତି କିଛି ପ୍ରତ୍ୟେକ ପ୍ରଶ୍ନ ଯେତେ ଅମୀମାଂସିତ ପ୍ରଶ୍ନ ଯାହାର ତୁମକୁ ଦ୍ୱନ୍ଦ୍ୱ ଭିତରେ ପକାଉଛି, ଜୀବନ ଭିତରେ ଯାହାର ସମସ୍ୟା ଭିତରେ ପଡ଼ିକି ତାର ଉତ୍ତର ପାଉ, ସେଇଭଳି ପ୍ରଶ୍ନ ନେଇ ଯେତେବେଳେ ତାଙ୍କ ପାଖକୁ ମୁଁ ଯାଏ, ସେ ତାକୁ ଯେଭଳି ଭାବରେ ସୁନ୍ଦର ଭାବରେ ତାର ଉତ୍ତର ଶାସ୍ତ୍ର ସମ୍ମତ ସମସ୍ତ ଉତ୍ତର ଦେଇଦେବେ। ଶିଷ୍ୟର ଡାଉଟ୍ କ୍ଲିୟର କରି ତାଙ୍କୁ ଡଚ୍ କ୍ଲିୟର ହିସାବରେ ବାଟ ଦେଇଥିବା କାମ, ସେଇ କାମ ଏଭଳି ଭାବରେ ସେ କରିଛନ୍ତି ମୋ ଜୀବନରେ। ଆଜି ପର୍ଯ୍ୟନ୍ତ ମୁଁ କେବଳ ତାଙ୍କରି ଦେଖିଥିବା ଜାଣିଛି ଏବଂ ବଞ୍ଚିଥିବା ଗୁରୁଙ୍କ ସମ୍ବନ୍ଧରେ ଦିବସ କହିଲା ପରେ ମୁଁ ଆଉ ସମୟ ଦେଖିବି, କାରଣ এই ସାମାଜିକ କ୍ଷେତ୍ର ଆଜି କାର୍ତ୍ତିକ ମାସରେ ଯେଉଁମାନେ ଯୋଗଦାନ ଦେଇଥିଲେ ସେଇମାନଙ୍କୁ ସମ୍ବର୍ଦ୍ଧିତ କରିବୁ। କହିବାକୁ ଚାହୁଁଛି 2003 ମସିହାରେ ଆମ ଗୁରୁଙ୍କର ଆଶୀର୍ବାଦରୁ ବୃନ୍ଦାବନ ମହାରାଜଙ୍କର କରକମଳରେ ଆଶ୍ରମ ଏବଂ ଆଶ୍ରମ ପ୍ରତିଷ୍ଠା ଦିନଠାରୁ ଆମେ ନିୟମିତ କାର୍ଯ୍ୟକ୍ରମ ଜାରି ରଖୁଛୁ। ଆମର ଉଦ୍ଦେଶ୍ୟ ଆଶ୍ରମ ପ୍ରତିଷ୍ଠା ଲୋକମାନଙ୍କୁ ଭଗବତ ଅଭିମୁଖୀ କରିବା, ଭଗବାନଙ୍କ ତାଙ୍କୁ ଈଶ୍ୱର ପ୍ରେମୀ କରିବା, ତାଙ୍କ ଭିତରେ ଈଶ୍ୱରଙ୍କର ବିଶ୍ୱାସ ସୃଷ୍ଟି କରିବା, ଏ ହେଉଛି ଆମର ଉଦ୍ଦେଶ୍ୟ। ଯେତେ ଲୋକ ଆଜି କିଛି ଲୋକ ଆସୁଛନ୍ତି, ଜାଗତ ଲୋକ ଆସୁଛନ୍ତି, ଚେଷ୍ଟା କରୁଛୁ ଟାଣିବା ପାଇଁ ଭଗବତ ଅଭିମୁଖୀ ହେବା ପାଇଁ, ଇଏ ହେବେ କି ନହେଲେ ଭଗବାନଙ୍କୁ ପ୍ରେରଣା କରିପାରନ୍ତି। ଚେଷ୍ଟା ଈଶ୍ୱର କେତେ ନୁଆଁଇବା, କାରଣ ଆମର ବିଶ୍ୱାସ ଯେଉଁମାନେ ଈଶ୍ୱରଙ୍କ ଉପରେ ଆସ୍ଥା ଚାଲନ୍ତି, ଯେଉଁମାନେ ତାଙ୍କର ବିଲିଫ୍ ସିଷ୍ଟମରେ ଭଗବାନଙ୍କୁ ରଖିଛନ୍ତି, କୋଉ ନା କୋଉ ଫର୍ମ ଭଗବାନ ଏକ God is one and only one. There cannot be two different gods. ଯେଉଁ ସବୁ ଦେଖନ୍ତୁ, ଯେଉଁମାନେ ଭଗବାନଙ୍କୁ ନିଜର ବିଲିଫ୍ ସିଷ୍ଟମରେ ରଖିଛନ୍ତି, ବିଶ୍ୱାସ ଭିତରେ ରଖିଛନ୍ତି ଏବଂ ନିଜର ଦିନଚର୍ଯ୍ୟା ତାଙ୍କୁ ଚିନ୍ତନ କରି କହୁଛନ୍ତି। ବିଭିନ୍ନ ଲୋକ ବିଭିନ୍ନ କାର୍ଯ୍ୟ କରୁଛନ୍ତି, ଚାକିରି କରୁଛି, ବ୍ୟବସାୟ କରୁଛି, ବିଭିନ୍ନ କାର୍ଯ୍ୟ କରୁଛନ୍ତି। କାମ ତ କରିବାକୁ ପଡ଼ିବ, କାମ ବିନା ସ୍ଥିତି ସମ୍ଭବ ଏବଂ କେମିତି ଜାଣିବା ତାହା ମଧ୍ୟ ଅତି ସହଜ ଏବଂ ସରଳ। ମହାପ୍ରଭୁ ଶ୍ରୀ ଚୈତନ୍ୟ କହିଲେ ଯେ କଳି ଯୁଗରେ ଭଗବାନଙ୍କର ଦେହଧାରୀ ଅବତାର ନାହିଁ, ସେ ଆସିବେନି, ସେ ନାମ ରୂପରେ ଆତ୍ମପ୍ରକାଶ କରେ। ତେଣୁ ହରି ନାମ ଏବଂ ସ୍ୱୟଂ ହରି, ଶ୍ରୀକୃଷ୍ଣ ଏବଂ କୃଷ୍ଣ ନାମ ଏକା କଥା। ଦେହଧାରୀ ଏବଂ ଦେହଧାରୀର ନାମ, ନାମୀ ଏବଂ ନାମ ଏକା କଥା, ତା ଭିତରେ କିଛି ଡିଫରେଣ୍ଟ ନାହିଁ। ତେଣୁ ଭଗବାନ କୃଷ୍ଣ ସ୍ୱୟଂ ତୁମକୁ ଆସିକରି ଯେତିକି ହେଲ୍ପ କରିପାରିବେ, ଯଦି ସେ କେବେ କୃପା କରନ୍ତି, ତାଙ୍କ ନାମ ମଧ୍ୟ ସେତିକି କୃପା କରିପାରିବ। ସେତିକି ପାଳ ଓ ଭାଗବତ ପରକୁ ଭାଗବତର ଶେଷଆଡ଼କୁ କୁହାଯାଇଛି ଏ ନାମଟା ଆଉ ବେଶୀ ପାୱାରଫୁଲ୍, ତାଙ୍କ ନାଁ ନିଜ ସ୍ୱୟଂ କୃଷ୍ଣ। ତେଣୁ ସେଇ ନାମ ହିଁ ଏକମାତ୍ର ଅସ୍ତ୍ର, କଳି ଯୁଗରେ ଏକମାତ୍ର ମାଧ୍ୟମ, ଯାହାକୁ ଆମେ ଆଶ୍ରୟ କରି ବାରମ୍ବାର ନାମ ଉଚ୍ଚାରଣ କରି
ପ୍ରଭୁଙ୍କର ନାମକୁ ଉଚ୍ଚାରଣ କରି ସେ ଭଜନ ମାଧ୍ୟମରେ ହଉ, କୀର୍ତ୍ତନ ମାଧ୍ୟମରେ ହଉ, ଜପ ମାଧ୍ୟମରେ ହଉ, ମନନ ମାଧ୍ୟମରେ ହଉ, ଯେକୌଣସି ମାଧ୍ୟମରେ ହଉ, ବାରମ୍ବାର ଭଗବାନଙ୍କର ନାମ ନେଲେ ଅଟୋମେଟିକାଲି ଧୀରେ 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 ଆମ ଭିତରେ, ଚେତନା ଭିତରେ ଆମ ଯେଉଁ ମହିଳା ବସିଛି ସେ ମହିଳାକୁ ଧୀରେ 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 ସଫା କରି ଏବଂ ନାମ ମହିଳା ସଫା କରିଲା ପରେ ଯେତେବେଳେ ଚେତନା ଆମର ଜାଗୃଲ୍ୟମାନ ହେଇଯିବ ସେତେବେଳେ ଆମ ଭିତରେ ପ୍ରଭୁ ନିଜେ ଆସିକରି ବସି ଆରମ୍ଭ କରିବା ଆମ ବିଲିଂ ସିଷ୍ଟମ ଭିତରେ ସେ ରହିବ। ତେଣୁ ନାମ ହିଁ ଏକମାତ୍ର କଥା ଯାହାକୁ ପ୍ରାଧାନ୍ୟ ଦିଆଯାଇଛି କଳିଯୁଗରେ। ସେଇ ନାମକୁ ମାଧ୍ୟମ କରି ଆମେ ସମସ୍ତେ ଏକ ମେସେଜ ଦେବାକୁ ଚାହୁଁଛୁ ସମସ୍ତଙ୍କୁ ଯେ ଯଦି ନିଜ ପାରିବାରିକ ହଉ, ସାଂସାରିକ ହଉ, ବ୍ୟକ୍ତିଗତ ହଉ, କୌଣସି ପ୍ରୋବ୍ଲେମରୁ ଯଦି ତୁମେ ସମାଧାନ ଚାହୁଁଛ, ସେଥିରୁ ଉପରକୁ ଉଠିକି ଯିବାକୁ ଚାହୁଁଛ, ତାହେଲେ ନାମକୁ ଉପରେ ଗ୍ରହଣ କର। ବାରମ୍ବାର ବାରମ୍ବାର ହରିନାମ ସ୍ମରଣ କର, ଭଜନ କର, କୀର୍ତ୍ତନ କର, ଶ୍ରବଣ କର। ଫଳରେ ତୁମର ସମସ୍ୟା ସମାଧାନ ଧୀରେ ଧୀରେ ହେବ, ତୁମର ଚେତନା ଧୀରେ ଧୀରେ ବଢ଼ିବ। ଭଗବାନ ସ୍ୱୟଂ ଆସିକି ତୁମ ମଧ୍ୟରେ ତୁମ ଦେହରେ ଅବସ୍ଥାନ କରିବେ। ଆମେ ବ୍ରହ୍ମା ବିଷ୍ଣୁ ମହେଶ୍ୱର ଆମେ ଯେଉଁ କଳ୍ପନା କରିଛେ, ବ୍ରହ୍ମା ସୃଷ୍ଟି ସୃଜନା କରିଛନ୍ତି, ସବୁ ତିଆରି କରୁଛନ୍ତି। ଆମର ଯେତେବେଳେ ଜାଗ୍ରତ ରହୁଛି, ଜାଗ୍ରତ ଅବସ୍ଥା ହେଲା ବ୍ରହ୍ମ। ବିଷ୍ଣୁ କ୍ଷୀରସାଗରରେ ଶୋଇକି ସ୍ୱୟଂ ଅବସ୍ଥାରେ ଅଛନ୍ତି, ସ୍ୱପ୍ନ ଶୋଇକି ଅଛନ୍ତି। ଆମେ ଯେତେବେଳେ ସ୍ୱପ୍ନ ଦେଖୁଛେ, ପ୍ଲାନିଂ କରୁଛେ, ବିଲ୍ଡିଂ କରିବା, ପ୍ଲାନିଂ ଆର୍କିଟେକ୍ଚର, ଆମେ ଏଇଟା କରିବୁ, କାଲି ସେଇଟା କରିବୁ, କାଲି ସେଇଟା କରିବୁ, ଭବିଷ୍ୟତର ଯୋଜନା, ସେ ହେଲେ ବିଷ୍ଣୁ। ଆମରି ଭିତରେ ଯେତେବେଳେ ଆମେ ନିଦ୍ରାରେ ଶୋଇକି ରହିଛେ, ସମାଧି ଅବସ୍ଥାରେ ଥିବ,